এইটা হচ্ছে আমরা পৃথিবী, এইটা হচ্ছে নর্থ পোল এবং সাউথ পোলটা ঠিক তলে। এইটা হচ্ছে সাউথ পোল। নর্ଥ ପୋଲରେ ଉପରେ ଅଛି ନର୍ଥ ଷ୍ଟାର, ଧ୍ରୁବ ତାରା। କିନ୍ତୁ ପୃଥିବୀର ଯୋଉ ନର୍ଥ ପୋଲରେ ଠିଆ ହେଲେ ଜଣେ ଲୋକ ସିଏ ମୁଣ୍ଡ ଉପରୁ କରି ଦେଖିବ ଧ୍ରୁବ ତାରାକୁ, ଏବଂ ନର୍ଥ ପୋଲରୁ ଯେତେ ଦୂରକୁ ଯିବ ତା ପାଇଁ ଏଇଟା ଗୋଟେ ଆଙ୍ଗେଲରେ ଦେଖାଯିବ। କିନ୍ତୁ ଏମିତି ଗୋଟେ ପଏଣ୍ଟ ଆସିବ ଯେତେବେଳେ ସେ ପହଞ୍ଚିଯିବ ପୃଥିବୀର ବିଷୁବ ରେଖା ଅଞ୍ଚଳରେ ପହଞ୍ଚିଯିବ, ସେତେବେଳେ ସିଏ ଆଉ ଏଇ ଯୋଉ ତାରାଟାକୁ ଦେଖିପାରିବନି, କାରଣ ପୃଥିବୀର କର୍ଭେଚରଟା ହିଁ ତା ପାଇଁ ଗୋଟେ ଅବଷ୍ଟ୍ରକ୍ସନ ଭଳିଆ କାମ କରିବ। ତେଣୁ ଯୋଉ ଜାହାଜରେ ଜଣେ ଲୋକ ଓଡ଼ିଶାରୁ ଯିବ ବା ପ୍ରାଚୀନ କଳିଙ୍ଗରୁ ଯେତେବେଳେ ଯିବ ସିଏ ଜାଭା, ସୁମାତ୍ରା, ବୋର୍ନିଓ, ସେଗୁଡ଼ା ହେଉଛି ବିଷୁବରେଖା ପାଖ ବା ବିଷୁବରେଖା ଉପର ଅଞ୍ଚଳରେ। ତେଣୁ ସେଠୁ ସିଏ ରାତି ହେଲେ ଆଉ ଧ୍ରୁବ ତାରାକୁ ଦେଖିପାରିବ ନାହିଁ। ସମ୍ପୂର୍ଣ୍ଣ ଆକାଶ ଦେଖିପାରିବ କିନ୍ତୁ ଧ୍ରୁବ ତାରାଟା ଦେଖିପାରିବନି। କିନ୍ତୁ ଏଇ ଅଞ୍ଚଳରେ ଯୋଉଟା ଥିବ, ଯୋଉ ତାରା ସବୁ ଥିବ, ସେଗୁଡ଼ାକୁ ସେ ଦେଖିପାରିବ। ତେଣୁ ଧ୍ରୁବ ତାରାକୁ ଲକ୍ଷ୍ୟ କରିକି ବା ଧ୍ରୁବ ତାରାକୁ ଆମେ ରେଫରେନ୍ସ ହିସାବରେ ନେଇକି ନୌକା ଚାଳନା କରିପାରିବା ନାହିଁ। ତେଣୁ ଏଇ ଯୋଉ ବିଷୁବପୃତ, ଯୋଉ ବିଷୁବ ରେଖା ଉପର ଯୋଉ ବିଷୁବ ଯୋଉ ଆକାଶର ଖଗୋଳ ଯୋଉ ବିଷୁବ ଅଛି, ସେଇ ଅଞ୍ଚଳରେ ଯୋଉ ତାରା ଅଛି ତା ବିଷୟରେ ଜ୍ଞାନ ନିହାତି ଦରକାର। ତାହେଲେ ଆମେ ଚଲେଇ ପାରିବା ମଝି ସମୁଦ୍ରରେ ଯେତେବେଳେ କୌଣସି ଲ୍ୟାଣ୍ଡମାର୍କ ଦେଖାଯିବନି, ସେ ତାରାକୁ ଦେଖିକି ଆମେ ଦିଗ ନିର୍ଣ୍ଣୟ କରିପାରିବା।